ଆଜିଠାରୁ ଅନୁଗୁଳ ବନଖଣ୍ଡରେ ବାଘ ଗଣନା ଆରମ୍ଭ ହୋଇଛି। ଯାହା ସୂଚନା ରହିଛି ଯେ 6ଟି ବନାଞ୍ଚଳରେ ଏହି ବାଘ ଗଣନା ହେବ ଏବଂ ସମସ୍ତ ବିଟ୍ରୁ 3 ଜଣ ଲେଖାଏଁ ବନ କର୍ମଚାରୀମାନେ ଏହି ବାଘ ଗଣନାରେ ସାମିଲ ହେବେ ଏବଂ ସେମାନେ କେଉଁଭଳି ଭାବରେ ବାଘ ଗଣନା କରାଯିବ, କେଉଁଭଳି ଭାବରେ ବାଘର ପାଦର ଚିହ୍ନ ନମୁନା ସଂଗ୍ରହ କରାଯିବ, ଏ ନେଇ ତାଙ୍କୁ ପୂର୍ବରୁ ବି ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ତ ଆଜି ଆମେ ଆସି ପହଞ୍ଚିଛେ ଅନୁଗୁଳ ବନଖଣ୍ଡର ଏକ ବିଟ୍ରେ। ଆମେ ଟିକେ ଆଲୋଚନା କରିବା ବାଘ ପାଇଁ କେତେବେଳୁ ସେମାନେ ଆସିଲେଣି, କେଉଁ ସମୟରୁ ବାଘ ଗଣନା ଆରମ୍ଭ ହୋଇଛି ଏବଂ ତାଙ୍କ ସହ କ'ଣ କ'ଣ ରହିଛି ଇନଷ୍ଟ୍ରୁମେଣ୍ଟ, ଟିକେ ଆଲୋଚନା କରିବା। ଆଜ୍ଞା କ'ଣ କହିବେ, ଆପଣଙ୍କ ପ୍ରଥମେ ପରିଚୟଟା ଜାଣିବା। ମହାନ୍ତି, ଫରେଷ୍ଟ ଗାର୍ଡ, ସାନକାଜିଂ ବିଟ୍, ଇସା ସେକ୍ସନ, ଅନୁଗୁଳ ରେଞ୍ଜ। ଆମେ କହିବା ଆଜି ବାଘ ଗଣନା ଆରମ୍ଭ ହୋଇଛି, କ'ଣ କ'ଣ ଆପଣ ମାନେ କେତେବେଳୁ ଆସିଲେଣି ଆଉ କ'ଣ କ'ଣ ବାଘ ଗଣନା ପାଇଁ ସାମଗ୍ରୀ ସବୁ ସମସ୍ତେ ଆଣିଛି? ଆମର ବାଘ ଗଣନା 6 ଦିନ ଧରିକି ଏବେ ହବ। ମେକାନିକାଲ ସର୍ଭେ, ତାପରେ ସେଟା ଲାଷ୍ଟ 3 ଦିନ ଟ୍ରାଞ୍ଜାକ୍ଟ ଲାଇନ ଉପରେ ସର୍ଭେ ହବ। ଏବେ ଆମେ ଏଠୁ 5ଟାରୁ ଆସିକି ଆମେ ଷ୍ଟାର୍ଟ କରିଛୁ। ଏବେ 5 ବାଘର ସାଇନ୍ କୋଉଠି ଅଛି, ତାର ବିଭିନ୍ନ ପ୍ରକାର ତାର ଫୁଟ ପଗ ମାର୍କ ଏସବୁ ଦେଖିବୁ। ଆଉ ଆମର ୱାକି ଟକି, ତାପରେ ମାପ ଫିତା, କହୁଥିଲେ ଯେ ସେ ମୋବାଇଲ ଆପ୍ ଦ୍ଵାରା এই ବାଘ ଗଣନା ଆରମ୍ଭ ହୋଇଛି ଏବଂ କେଉଁଭଳି ଭାବରେ କେଉଁ ଅଞ୍ଚଳରେ ସେ ବାଘ ଗଣନା କରିବେ ସେ ଲୋକେସନକୁ ବି ମୋବାଇଲ ଦ୍ଵାରା ଟ୍ରାକ୍ କରାଯିବ, କାଗଜ ପେନରେ ମଧ୍ୟ ଲେଖାଯିବ ଏବଂ ସବୁଠାରୁ ସୂଚନା ରହିଛି ସେ ବାଘ କେଉଁ ବାଟ ଦେଇ ଆସିଛି, କେଉଁ ବାଟ ଦେଇ ଯାଇଛି, ତାହାର ପାଦର ଚିହ୍ନ ବି ମଧ୍ୟ ନମୁନା ସଂଗ୍ରହ କରାଯିବ। ଅନୁଗୁଳ ରାଜେଶ ପାତ୍ରଙ୍କ ରିପୋର୍ଟ, MBC ଟିଭି।